2026 ମାର୍ଚ୍ଚ ମାସ ସୁଦ୍ଧା ଦେଶରୁ ନକ୍ସଲବାଦ ଲୋପ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ଡେଡଲାଇନ୍ ଦେଇଛନ୍ତି ସେଥିରେ ଆମେ ସଫଳ ହୋଇ ଚାଲିଛୁ। ନିକଟରେ ମାଲକାନଗିରି ଜିଲ୍ଲାର 22 ଜଣ ମାଓବାଦୀଙ୍କର ସମୂହ ଆତ୍ମସମର୍ପଣ ଏ ଦିଗରେ ଏକ ନିଶ୍ଚିତ ଭାବରେ ଉତ୍ସାହଜନକ ପଦକ୍ଷେପ। ମୋଦିଜୀଙ୍କର ଦିଗଦର୍ଶନ ଓ ଶାହାଜୀଙ୍କର ଷ୍ଟ୍ରାଟେଜି ଏ ନିଶ୍ଚିତ ଭାବରେ ଦେଶ ଆଜି ଶାନ୍ତି ଓ ବିକାଶର ପଥରେ ଦ୍ରୁତଗତିରେ ଆଗେଇ ଚାଲିଛି। ଓଡ଼ିଶା ସରକାରଙ୍କୁ ମାଓବାଦୀ ଦମନ, ପୁଲିସର ଆଧୁନିକୀକରଣ ଏବଂ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ବିକାଶ ପାଇଁ ନିରନ୍ତର ସମର୍ଥନ ଓ ସହାୟତା ଯୋଗୁଁ ମୁଁ ଉଭୟ ନେତୃବୃନ୍ଦଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଅଛି। ପୁଲିସ ବିଭାଗକୁ ଅଧିକ ଶକ୍ତିଶାଳୀ ଏବଂ କ୍ରିୟାଶୀଳ କରିବା ନିମନ୍ତେ ଆମ ସରକାରଙ୍କର ଦ୍ୱାରା 3ଟି OSSF ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ବାଟାଲିୟନ, 3 ଗୋଟି OISF ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ, 10ଟି ନୂତନ ଓଡ୍ରାଫ୍ ୟୁନିଟ୍, ଗୋଟିଏ ଟ୍ରାଫିକ୍ ଏବଂ ରୋଡ୍ ସେଫ୍ଟି ୱିଙ୍ଗ, 21ଟି ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ଏବଂ ଗୋଟିଏ ନୂତନ ପୋଲିସ ଜିଲ୍ଲା ରାଇରଙ୍ଗପୁର ପୋଲିସ ଜିଲ୍ଲା ପ୍ରତିଷ୍ଠା କରାଯାଇଛି। ଏଥିସହିତ ଆମ ସରକାର ପୁଲିସ ବିଭାଗର ସର୍ବମୋଟ 15,326ଟି ନୂତନ ପଦବୀ ସୃଷ୍ଟି ପାଇଁ ମଧ୍ୟ ମଞ୍ଜୁର ପ୍ରଦାନ କରିଛନ୍ତି। ନିକଟ ଅତୀତରେ ସିଧାସଳଖ ନିଯୁକ୍ତି ପ୍ରକ୍ରିୟାରେ 1,858 ଜଣ କନେଷ୍ଟବଳ, ସିପାହୀ 135 ଜଣ, ଗୁର୍ଖା ସିପାହୀ 1,858 ଜଣ କନେଷ୍ଟବଳ ଏବଂ ସିପାହୀ, 135 ଜଣ ଗୁର୍ଖା ସିପାହୀ ଏବଂ 404 ଜଣ ଡ୍ରାଇଭର ଏବଂ 177 ଜଣ କନିଷ୍ଠ କେରାଣୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ 191 ଜଣଙ୍କୁ ପୁନର୍ଥଇଥାନ ଯୋଜନାରେ ଗ୍ରୁପ ସି ଓ ଗ୍ରୁପ ଡି ପଦବୀରେ ମଧ୍ୟ ସେମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି।